ବାପା ଯାହାଙ୍କ ବିଷୟରେ କହିବା ପାଇଁ କୌଣସି ଶବ୍ଦ ନଥାଏ। କ'ଣ ବା କହିବା ତାଙ୍କ ବିଷୟରେ? ଜନ୍ମ ସିନା ମା କରନ୍ତି, କିନ୍ତୁ ପେଟରେ ରହିବା ଠାରୁ ଆରମ୍ଭ କରି ବାପା ହିଁ ସବୁ କିଛି ଭରଣ କରିଥାନ୍ତି। ନିଜ ଛୁଆର ଖୁସି ପାଇଁ ବୃଦ୍ଧ ବୟସରେ ବିଦେଶରେ ଯାଇ ଖଟନ୍ତି। ମାସ ଶେଷ ହେବା ଆଗରୁ ମାକୁ ପଚାରନ୍ତି, ମୋ ପୁଅ ମୋ ଝିଅ ପାଇଁ କ'ଣ ଦରକାର ବୋଲି। ମା ପରିସ୍ଥିତିକୁ ଦେଖି ଯେତେ ମନା କଲେ ବି ବାପା କିନ୍ତୁ କେବେ ବୁଝନ୍ତିନି। ପିଲାମାନଙ୍କର ଇଚ୍ଛାକୁ ବାପା କେବେ ମାରନ୍ତିନି। ମରିବା ପର୍ଯ୍ୟନ୍ତ ଯେଉଁ ବାପା ପିଲାମାନଙ୍କର ଖୁସି ଚାହାନ୍ତି, ଦିନେ ସେହି ବାପାଙ୍କୁ ଘର ଛାଡ଼ି ବୃଦ୍ଧାଶ୍ରମରେ ରହିବାକୁ ପଡୁଛି। ପୁଅ ଅବା ଝିଅମାନଙ୍କୁ ଚାକିରି ଦେବା ପାଇଁ ହଉ ଅବା ବିବାହ କରିବା ପାଇଁ ହେଉ, ବାପା ବିଲ ବାଡ଼ି ଘର ଦ୍ୱାର ବିକିବାକୁ ବି ପଛାନ୍ତିନି। କେବଳ ପିଲାମାନଙ୍କର ଖୁସି ପାଇଁ ଆଉ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ। ହେଲେ ବି ପୁଅମାନେ କେବେ ବାପା ମାଙ୍କ ଉପରେ ଶାନ୍ତି ନଥାନ୍ତି, ବାପାଙ୍କୁ ଖାଇବାକୁ ମୁଠେ ଦବା ପାଇଁ। ଏ ସଂସାରରେ ସମସ୍ତେ ଜାଣିଛନ୍ତି ବାପା ମାଙ୍କ ଠାରୁ ତ୍ୟାଗ କେହି ବି କରିପାରନ୍ତି ନାହିଁ।